ଆଜ୍ଞା ଜୟ ଜଗନ୍ନାଥ। ତ ଆଜି ଆମେ ପିପିଲି ସ୍ଥିତ କଣ୍ଟି ଗ୍ରାମକୁ ଆସିଛୁ, ଯୋଉଠି ବର୍ତ୍ତମାନ ରାମଲୀଳା ତାଙ୍କର ପ୍ରତିଯୋଗିତା ବି ହଉଛି। ତ ଆଜି ଗଡରେଙ୍ଗଳ ଗ୍ରାମର ଆଜ୍ଞା ସୀତା ଚୋରି ବିଷୟ, ସୀତା ଭୂମିକାରେ, ମାତା ଜାନକୀ ଭୂମିକାରେ ଆମର ସୁପରିଚିତ ମଉସା ନାରାୟଣ ମଉସା ଅଛନ୍ତି ପାଖରେ, ତାଙ୍କ ପ୍ରତିଜ୍ଞାନ। ଆଜ୍ଞା ଜୟ ଜଗନ୍ନାଥ। ଆପଣଙ୍କ ନାଁଟା ପୁଣି ସର୍ବପ୍ରଥମେ ଆମ ଦର୍ଶକଙ୍କ ମନେ ରଖିବେ। ନାରାୟଣ ବେହେରା। ଆଜ୍ଞା ସେଦିନ ଆମେ ଦେଖିଥିଲୁ ଅଲଗା ଲୁକ୍ ଥିଲା, ସାର୍ଟିଫିକେଟ ବାଣ୍ଟିବାକୁ ଯାଇଥିଲୁ। ଆଜି ମାତା ଜାନକୀଙ୍କ ଭୂମିକା, ରଘୁନାଥଙ୍କର ପତ୍ନୀ, ମନରେ କେତେ ଖୁସି ଜାତ ହଉଛି? ପ୍ରଭୁଙ୍କର ଇଚ୍ଛାରେ ସବୁ କିଛି, ସବୁ ମାନେ ଖୁସିରେ ଅଛି, ମାନେ ଖୁସି ମାନେ ପ୍ରଭୁଙ୍କର ଇଚ୍ଛା ନା, ତାପରେ ଆମର ଖୁସି। ଆଜ୍ଞା ତ କେତେ ବର୍ଷ ରାମଲୀଳା ଅଭିନୟ? ଅଭିନୟ 26 ବର୍ଷ ହେଲା। 26 ବର୍ଷ। ଆପଣ ତ ଆମକୁ ପୂର୍ବରୁ କହୁଥିଲେ 1994 ମସିହା, ଆମ ଜନ୍ମ ମସିହା ଟାଇମରେ ଆପଣ ରାମଲୀଳା ସେଠି 96 ସୀତା ଭୂମିକା କରୁଥିଲେ। 96 କୁ ଦେଖିବା, ଆଜି ଆଜ୍ଞା ହେଲାଣି 2024 ମସିହା, ପାଖାପାଖି 30-28 ବର୍ଷ ଫରକ। ତ ସେତେବେଳେ ଦମଦମ ଅଭିନୟ ଆଜି ତ ପୁଣି ଦେଖିବାକୁ ମିଳିବ ତ? ହଁ ନିଶ୍ଚିତ ଚାଲିଛି। ଓଲ୍ଡ ଇଜ ଗୋଲ୍ଡ କୁହାଯାଏ। ପ୍ରଭୁଙ୍କର ଇଚ୍ଛା। ଆଜ୍ଞା ଆମେ ତ ଆଜି ଫୁଲ ରାତି ରହିବୁ, ଆଜି ଏନ୍ଜୟ କରିବୁ ମୋ ସାଙ୍ଗର ସୀତା ଅଭିନୟ। ଆଜ୍ଞା ଆପଣଙ୍କର ପ୍ରିୟ ଡାଇଲଗ, ଗୋଟେ ପ୍ରିୟ ଗୀତ ପଦେ ଆଜ୍ଞା ଆମ ଦର୍ଶକ ମନେ ରଖିବେ। ପ୍ରିୟ ଡାଇଲଗ ଆଜ୍ଞା। ଆହା ବିଧାତା, ତୁ କେଡ଼େ ନିଷ୍ଠୁର, ତୁ କେଡ଼େ କଠୋର, ରାତି ପାଇଥିଲେ ଯେ ରାଜ ସିଂହାସନ ଭୋଗ କରିଥାନ୍ତେ, ସେ ଆଜି କଣ୍ଟକିତ ବନରେ ବୁଲୁଛନ୍ତି। ଏହାଠାରୁ ବଳି ଆଉ ଦୁଃଖ କଣ ଅଛି ନାଥ, ଏହାଠାରୁ ବଳି ଆଉ ଦୁଃଖ କଣ ଅଛି? ବୀରେ କେଡ଼େ ନିଷ୍ଠୁର ତ ବିଚାର, ବିଧି ନାମ ବୋଲାଇଣ ଅବିଧିଆ ଚରରେ, କେଡ଼େ ନିଷ୍ଠୁର ତ ବିଚାର, କାଲି ହୋଇଥାନ୍ତେ ଯେଉ ରାଜରାଜେଶ୍ୱର, କାଲି ହୋଇଥାନ୍ତେ ଯେଉ ରାଜରାଜେଶ୍ୱର, ଘଟାଇଲୁ ଆଜି ଆଣି ବନବାସ ଘରରେ, କେଡ଼େ ନିଷ୍ଠୁର ତ ବିଚାର। ବହୁତ ବଢିଆ। ତ ଆଜ୍ଞା ମଝିରେ 2 ବର୍ଷ କୋଭିଡ ହେଲା, କୋଭିଡ ଟାଇମ ଦେଖିବେ ପାଖାପାଖି ସବୁ ଗାଁର ଏଇ ଲୋକ କଳା ସବୁ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ସ 5-7 ଜଣ ଅଧିକ ହେଇପାରିବେନି। ସେ ବର୍ଷ ଆପଣ ଗାଁରେ ବି ରାମଲୀଳା ହେଇପାରିନଥିବ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ସରେ, କେବଳ ବିଧି ଅନୁସାରେ ବ୍ରତ କରି ବହି ପଠନ ହେଇଥିବ। ସେ ବର୍ଷ ଆଜ୍ଞା ମନକୁ କେତେ କଷ୍ଟ ଲାଗୁଛି? ନାଇଁ ମନକୁ ତ କଷ୍ଟ ଲାଗିଥିଲା, ଯେହେତୁ ଗଭର୍ଣ୍ଣମେଣ୍ଟର ଗାଇଡ ଲାଇନକି ଆମକୁ ଫଲୋ କରିବାକୁ ପଡ଼ିବ। ଗଭର୍ଣ୍ଣମେଣ୍ଟ ଯେତେବେଳେ ହେଉଛି ଆମକୁ ରେଷ୍ଟ୍ରିକ୍ସନ କରିଛି, ଏଇଟା ହେଉଛି ରେଷ୍ଟ୍ରିକ୍ସନ ସମୟ, ତମେ ହେଉଛି ଏକଜୁଟ ହବ ନାହିଁ ବା ଗେଟ୍ ଟୁଗେଦର ହବ ନାହିଁ। ସେଥିପାଇଁ ଆମେ କିନ୍ତୁ ଖୁସି ଥିଲୁ ଯେ ପ୍ରଭୁଙ୍କର ଇଚ୍ଛା ନାହିଁ, ଆଉ ଏ ବର୍ଷ ହେଇପାରିଲାନି, ନେକ୍ସଟ ଇୟର ହେଇପାରେ। ଆପଣଙ୍କ ଅମଳରେ ଆଜ୍ଞା ସେତେବେଳେ ରାମଲୀଳା ହଉଥିଲା, ଏବେର ଅମଳ ସେତେବେଳେ ତ ଆଜ୍ଞା ଏତେ ମଡର୍ଣ୍ଣାଇଜେସନ ନଥିବ, ଟିଭି କ୍ୟାମେରା ଏବେ ସବୁ, ସେତେବେଳେ କମ୍ଫର୍ଟେବଲ ହେଇପାରୁନଥିବେ। ବର୍ତ୍ତମାନ ଆଜ୍ଞା ଏବେ ସବୁ ମିଡିଆ ଫିଡିଆ ପ୍ରଚାର ହେଇଗଲାଣି, ତ ଆଜି କମ୍ଫର୍ଟେବଲ ଲାଗିବ ତ କ୍ୟାମେରା ଆଗରେ ସୁଟିଂ ହେଲା? ନିଶ୍ଚିତ ଚେଷ୍ଟା କରାଯାଉଛି, କିନ୍ତୁ ଭଲ ହେଇପାରେ ନ ହେଇପାରେ, ପ୍ରଭୁଙ୍କର ଇଚ୍ଛା, ସେଇଟା ପ୍ରଭୁଙ୍କ ଉପରେ ସବୁ କିଛି। ତ ସେତେବେଳେ ଆଜ୍ଞା ଯୋଉ ରାମଲୀଳା ହଉଥିଲା ଆପଣଙ୍କ ଅମଳରେ, ସେ ଯୋଉ ପେଟ୍ରୋମାକ୍ସ ଲାଇଟ୍ ହଉ, ଏତିକି ହାଲୋଜିନ ବାଲା ସେ ଲାଇଟ୍ ଲାଗିକି ହଉଥିଲା, ସେତେବେଳେ ବି ଲୋକ ଆଜ୍ଞା ପୁରା ଗହଳି ହଉଥିଲା। ଏବେ ଦେଖାଯାଉଛି ଲୋକମାନେ ଆମ ଭାରତୀୟ ସଂସ୍କୃତି ସବୁ ବୁଡେଇକି ପାଶ୍ଚାତ୍ୟ ସଂସ୍କୃତି ଆବୋରୁଛନ୍ତି, ଲୋକ କଳା ଆଗେ ବୁଡି ଯାଉଛି। ତାଙ୍କ ଉଦ୍ଦେଶ୍ୟରେ କଣ ଶୁଭେଚ୍ଛା ବାର୍ତ୍ତା ଦେବେ, ଯେମିତି ଲୋକ କଳା ଆଜ୍ଞା ଚିରଦିନ ପର୍ଯ୍ୟନ୍ତ ବଞ୍ଚିକି ରହିବ, ନୂଆ ପିଢିଙ୍କୁ ଦିଗ୍ଦର୍ଶନ ସ୍ୱରୂପ ଆପଣଙ୍କ ବାର୍ତ୍ତା ରହିବ? ଆଚ୍ଛା, ନାଇଁ ଏ କଥା ହେଉଛି କ'ଣ, ମୁଁ ଟିକେ ମିଡ଼ିୟମରେ ଅଛି, ମୁଁ ଓଲ୍ଡ ନୁହେଁ କି ମାନେ ଏପର ଜେନେରେସନ ପାଇଁ, କିନ୍ତୁ ମୁଁ ମିଡିଲରେ ଅଛି। ତେଣୁକରି ସେତେବେଳେ ଯେଉଁ ପ୍ରକାର ଟିଭି ଚାଲିଥିଲା, ଟିଭି କମ୍ ଥିଲା, ମାନେ ବହୁତ ଗୋଟେ ଗାଁରେ 3ଟି କି 4ଟି ଟିଭି ଥିବ, ଲୋକମାନେ ଗ୍ୟାଦରିଂ ହେଉଥିଲେ, ଦେଖୁଥିଲେ, ନହେଲେ ଛାଡ଼ି ଦେଉଥିଲେ, ଆସିକି ନାଟକ ଦର୍ଶନ କରୁଥିଲେ। ଏବେ କିନ୍ତୁ ପ୍ରତି ଘରେ ଟିଭି, ସମସ୍ତେ ୟୁଟ୍ୟୁବ ଦେଖିଲେ,
এইটা হচ্ছে টিকে ডিফରେଣ୍ଟ ହେଇଯାଉଛି କାରଣ ସମସ୍ତେ ଯଦି ଟିଭିରେ ଦେଖୁଛନ୍ତି ବା ୟୁଟ୍ୟୁବରେ ଦେଖୁଛନ୍ତି ଆଉ ପସନ୍ଦ କରୁନାହାନ୍ତି ଆଜିକାର ପିଢ଼ି। ଆଜ୍ଞା ସେଥିପାଇଁ ରାମଲୀଳା ଟିକେ କମି ଯାଇଛି ସ୍ପୃହା ଲୋକଙ୍କର ଯୋଉ ଆଗ୍ରହ ରହିବା କଥା ରହିଛି କିନ୍ତୁ ଏବେକାର ଯୋଉ ପିଢ଼ି ତାଙ୍କ ପାଇଁ ନାହିଁ। ଆଜ୍ଞା ସେତେବେଳେ ଆଜ୍ଞା ଦେଖାଯାଉଥିଲା ଗୁରୁଙ୍କ ପ୍ରତି ଆଜ୍ଞା ଭୟ ରହୁଥିଲା, ମାଡ଼କୁ ଭୟ କରୁଥିଲା। ଆପଣ ମାନେ ମାଡ଼ ଖାଇଥିବେ ବୋଲି ତ ଆଜି ଜିନିଷଟା ହେଇଛି। ଏବେକାର ପିଲାମାନେ ଟିକେ ଟିକେ କଥା କହିଲେ ରାଗି ଯାଉଛନ୍ତି, ରକ୍ତ ଗରମ ହେଇଯାଉଛି, ମନ ଉଣା କରୁଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ଏମିତି କଣ ସୁନ୍ଦର ବାର୍ତ୍ତା ଦେବେ ଯେମିତିକି ସେ ଏଇ ଯୋଉ ଗାଁର ଏତେ ବଡ଼ ଅନୁଷ୍ଠାନଟାକୁ ଆଗକୁ ବଞ୍ଚେଇକି ନେବେ? ଆକ୍ଚୁଆଲି କ'ଣ ହେଇଛି, ଦଣ୍ଡବିଧାନ ଆଗରୁ ଥିଲା, ଗୁରୁକୁଳ ଆଶ୍ରମ ଆମର ସ୍କୁଲ କଲେଜ ଏସବୁରେ ଥିଲା। ଯେତେବେଳେ ହେଉଛି ଦେଖାଗଲା ଯେ ସମାଜରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଲା ମାଡ଼ ଦ୍ୱାରା ବା ଦଣ୍ଡ ଦ୍ୱାରା, ସେଥିପାଇଁ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କଲା ଯେ ଦଣ୍ଡବିଧି ଆଇନ କରାଯାଉ ବୋଲି। ସେଥିପାଇଁ ସେମାନେ ହେଉଛି ରେଷ୍ଟ୍ରିକ୍ସନ୍ କରିଦେଲେ। ସେଥିପାଇଁ ଆଉ କିଏ କାହାକୁ ମାନିବାର ନାହିଁ କି ମାଡ଼ କିଏ ଖାଇଲେ ହିଁ ମାଡ଼ ଜାଣିବ ନା କଷ୍ଟଟା କ'ଣ, ପାଠ ପଢ଼ିପାରିବ କି ନାହିଁ, ତାର ଦି ଶକ୍ତି ବଢ଼ିପାରିବ, ସେମିତି କିଛି ନାହିଁ। এই ପ୍ରକାର ହେଇକି ପ୍ରୋବ୍ଲେମ୍। ଆପଣଙ୍କ ବହୁମୂଲ୍ୟ ସମୟରୁ ଆମ ୟୁଟ୍ୟୁବ ଚ୍ୟାନେଲରୁ କିଛି ସମୟ ଦେଇଥିବାରୁ ଆମେ ଆପଣଙ୍କ ନିକଟରେ ସର୍ବଦା ଋଣୀ ରହିବୁ। ଆପଣଙ୍କୁ ଆଜିର ରୋଲ୍ ପାଇଁ ଅଲ୍ ଦି ବେଷ୍ଟ ଅଫ୍ ଲକ୍। ତ ସମସ୍ତଙ୍କୁ ଜୟ ସୀତାରାମ।